ଦେଖନ୍ତୁ ବହୁତ ସଂଘର୍ଷ ସଂଗ୍ରାମ ପରେ 1936 ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା ଏବଂ ଭାଷାଭିତ୍ତିକ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ତଥାପି ଆଜି ପର୍ଯ୍ୟନ୍ତ ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ବାହାରେ ରହିଯାଇଛି। ସେଥିପାଇଁ ଓଡ଼ିଆମାନେ ଆଜି ବି ସଂଘର୍ଷ କରୁଛନ୍ତି ଏବଂ ଦୁର୍ଭାଗ୍ୟକ୍ରମେ ଆପଣ ଜାଣନ୍ତି ଯେ ଦକ୍ଷିଣ ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ସରକାର ଅନେକ ସମୟରେ ଆମ ଅଞ୍ଚଳକୁ ଅନୁପ୍ରବେଶ କରୁଛନ୍ତି ଏବଂ ଓଡ଼ିଶାର ଗ୍ରାମଗୁଡ଼ିକ ଦଖଲ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। ସେହି ପ୍ରକ୍ରିୟା ବର୍ତ୍ତମାନ ଛତିଶଗଡ଼ ସରକାର ଆରମ୍ଭ କଲେଣି ଏବଂ ଆପଣ ଜାଣନ୍ତି ଯେ ଓଡ଼ିଶାର ବରଗଡ଼ ଜିଲ୍ଲା ଏବଂ ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳ ଛତିଶଗଡ଼ ସୀମା ସହିତ ଲାଗିକରି ରହିଛି ଏବଂ ଝାରସୁଗୁଡ଼ା ଜିଲ୍ଲାର ଯେଉଁଟା ଲଖନପୁର ବ୍ଲକ ଅଛି ସେ ଲଖନପୁର ବ୍ଲକର ଅନେକ ଅଞ୍ଚଳକୁ ବର୍ତ୍ତମାନ ଛତିଶଗଡ଼ ସରକାରଙ୍କର ଅନୁପ୍ରବେଶ ଆମେ ଲକ୍ଷ୍ୟ କରୁଛୁ। ସେପରି ଗୋଟିଏ ରାସ୍ତା ଅଛି କନକତୋରାରୁ ରାୟଗଡ଼ ପର୍ଯ୍ୟନ୍ତ ଛତିଶଗଡ଼ର ଏବଂ ସେ ରାସ୍ତାର ପ୍ରାୟ 3 କିଲୋମିଟର ଅଧିକ ଅଞ୍ଚଳ ଓଡ଼ିଶାର ଏବଂ ସେ ରାସ୍ତା ତିଆରି କରିବା ପାଇଁ 1990-91 ମସିହାରେ ଆମ ଓଡ଼ିଶାର ଲୋକମାନେ ଜମିଦାନ କରିଥିଲେ। କନକତୁରାର ଗ୍ରାମବାସୀମାନେ ଜମିଦାନ କରିଥିଲେ। ସେଟା ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାର ରାସ୍ତା ଏବଂ ଏବେ ଛତିଶଗଡ଼ ସରକାର ସେ ରାସ୍ତା ଉପରେ ନିଜର ଆଧିପତ୍ୟ ବିସ୍ତାର କରୁଛନ୍ତି। ସେଠି ଗାଡ଼ି ମଟର ଚେକ୍ କରୁଛନ୍ତି, ସେଠି ତାଙ୍କର କଟକଣା ଜାରି କରୁଛନ୍ତି ଏବଂ ଓଡ଼ିଶା ସରକାର ଏବଂ ଝାରସୁଗୁଡ଼ା କର୍ତ୍ତୃପକ୍ଷ ଜିଲ୍ଲା କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସହିଛନ୍ତି। ତେଣୁ ଏହି ପ୍ରକାର ଯଦି ଓଡ଼ିଶା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ, ସତର୍କ ନ ହେବେ, ସକ୍ରିୟ ନ ହେବେ, ତାହେଲେ ଓଡ଼ିଶାର ଅନେକ ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ାକ ପଡ଼ୋଶୀ ରାଜ୍ୟମାନେ ଜବରଦସ୍ତ ଦଖଲ କରି ନେଇଯାଉଛନ୍ତି। ତେଣୁ ଓଡ଼ିଶା ସରକାରଙ୍କୁ ମୁଁ ଆଜି ବିଧାନସଭାରେ ଅନୁରୋଧ କରିଛି ଯେ ଓଡ଼ିଶା ସରକାରଙ୍କ ନିଦ୍ରା ଭଙ୍ଗ ହେଉ ଏବଂ ଓଡ଼ିଶାର ସବୁ ସୀମାନ୍ତବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ଓଡ଼ିଶା ସରକାର ତତ୍ପର ହୁଅନ୍ତୁ।